ହ୍ୟାଲୋ। हेलो। ହଁ ଖୁସି କହୁଥିଲେ। हाँ बट ଆପଣ କିଏ ମୁଁ ଜାଣିପାରିଲିନି। ମୁଁ ଆପଣଙ୍କ କଲେଜରୁ କହୁଥିଲି। କୋଉ କଲେଜ? ଆପଣ ଏବେ ଯୋଉ ମତେ କେମିତି ଜାଣିଲେ? ଶୁଣନ୍ତୁ, ଆପଣ ଏବେ ଯୋଉ କଲେଜରେ ପଢୁଛନ୍ତି ସେ କଲେଜରୁ ତମ ଲିଷ୍ଟ ଆସିଥିଲା। ଯେହେତୁ ଆଜ୍ଞା। ଏଇଥରକ ଆମର ଫେରୱେଲ ହଉଛି, ଯେହେତୁ ତମେ ସେକେଣ୍ଡ ଇୟର ପିଲା ତମ ଉପରେ ବେଶ ଥାର୍ଡ ଇୟର ପିଲାଙ୍କୁ ତମେ ଫେରୱେଲ ପାର୍ଟି ଗୋଟେ ଦବ। ତା ପାଇଁ ତମର ପଇସା ବି ହେଇଛି, କେତେ କଣ ପଇସା ସେ ବିଷୟରେ କିଛି ଜାଣିଛନ୍ତି ନା ଜାଣିନାହାନ୍ତି? ନା ଜାଣିନି। ଆପଣ କଲେଜ ଆସୁଛନ୍ତି ନା ଆସୁନାହାନ୍ତି? ମୁଁ କଲେଜ ଯାଉଛି କ୍ଲାସ କରିବା ପାଇଁ ନା ଏସବୁ ବୁଝିବା ପାଇଁ? ଆଚ୍ଛା ଏସବୁ ବିଷୟରେ କିଛି ଜାଣିନାହାନ୍ତି? ନା ହଁ ତ ଆପଣ କିଏ ମୁଁ କାହିଁ ଜାଣିପାରିଲିନି ତ? ମୁଁ ହଉଛି ଆପଣଙ୍କ କଲେଜରେ ସାର୍ କହୁଥିଲି। ମୁଁ ତ ଆପଣଙ୍କର କେବେ କ୍ଲାସ କରିନି, ଆପଣ କୋଉ ସାର୍ କୋଉଠି ଆସିଲେ? ମୁଁ ବିକାଶ ସାର୍ କହୁଥିଲି, ବିକାଶ ସାର୍ ତମର ଆମ କଲେଜରେ ସେମିତି କେହି ସାର୍ ନାହାନ୍ତି। ତମେ ଜାଣିନଥିବ, ମୁଁ ଏକାଉଣ୍ଟିଂ ରେ ବସେ। ତ ଆପଣ ଶୁଣନ୍ତୁ ମୋ କଥା ଶୁଣନ୍ତୁ। ଆପଣଙ୍କ ନାଁ ଖୁସି, ଆପଣ ସେକେଣ୍ଡ ଇୟରରେ ପଢନ୍ତି ହଁ କି ନା? ହଁ ସାର୍। ହଁ ତ ଆପଣଙ୍କର ଏଇଥରକ ଫେରୱେଲ ଯୋଉ ପାର୍ଟିଟା ହେଇଛି ଆମର ପିଲାମାନେ ଆମର ତମ ସିନିୟର ମାନଙ୍କୁ କିଛି ଗିଫ୍ଟ ଦିଆଯିବ। ଆଉ ଟିଚର ଆଉ ସାର୍ ମାନେ ମିଶିକି ଏବେ ଗୋଟେ ଆରେଞ୍ଜ କରିଛନ୍ତି କଣ ଖାଇବା ଏବେ। ଆଉ ଆପଣଙ୍କର ପଡିଯିବ 500 ଟଙ୍କା ଆପଣଙ୍କର ଚାନ୍ଦା ହେଇଛି ଆମର। ସବୁ ପିଲା ଦେଇ ହଁ ସାରିଲେଣି, ଆପଣ ଟିକେ କେବେ ଦେଇପାରିବେ? 500 ଟଙ୍କା ମୁଁ ଦେଇପାରିବିନି। କାହିଁକି କଣ ଅସୁବିଧା ହେଇଛି କି? ମୁଁ ଫେରୱାଲ ଯିବିନି ବୋଧେ, ମୁଁ 500 ଟଙ୍କା ଦେବିନି। ତ ଆମର ଏଠି ବଢିଆ ବଢିଆ ସବୁ ସୁବିଧା ରହିଛି, ବିରିୟାନୀ ଅଛି, ଆହୁରି ଭଲ ଡେକୋରେସନ ହେଇଛି। ଯାହା ନା ବି ହଉ ଶୁଣନ୍ତୁ ନାଚ ମୁଁ ଗୀତରେ ବି କିଛି ଯିବିନି। ଆରେଞ୍ଜମେଣ୍ଟ ହେଇଛି। ଆଉ କିଛି ମଜାମସ୍ତି ବି ଅଛି ବହୁତ ସାରା, ଏ 500 ଟଙ୍କା କିଛି ବି ନୁହେଁ ଏସବୁ ଜିନିଷରେ। ହେଲା ଆପଣ କେବେ ପଠେଇବେ ଟିକେ? 500 ଟଙ୍କା କଲେଜ କୁ ଦବା ଅପେକ୍ଷା ସେଇ ପଇସାରେ ବହି କିଣିଦେବି ଖାଇଦେବି, ମୋର ଦରକାର ନାହିଁ କୋଉ ସିନିୟର। ମୁଁ ଦେଖନ୍ତୁ ଯିବିନି ଆପଣ ସେଇଦିନ କଲେଜ। ଆପଣ କଥା କହିବାକୁ ଟିକେ ତମ ମୁହଁରେ ଟିକେ ଲଗାମ ଦିଅନ୍ତୁ, ଯେହେତୁ ମୁଁ ଗୋଟେ ସାର୍ ଆପଣ ଏମିତି ମୋ ସହିତ କଥା ବି ହେଇପାରିବେନି। ଗୋଟେ ଷ୍ଟୁଡେଣ୍ଟ ହିସାବରେ ରୁହନ୍ତୁ ହେଲା। ଆପଣ ସାର୍ ପଇସା ଦେଲେ, ଶୁଣନ୍ତୁ ଶୁଣ ଆପଣ ମୋ କଥା ଶୁଣ, ତମେ ପଇସା ଦେଲେ ଆଡମିଟ କାର୍ଡ ନବ, ନହେଲେ ଏକ୍ସାମ ରେ ଏଲାଉ ହବନି। ଏଇଟା କୋଉଠି ଲେଖା ହେଇଛି ଯେ ବାଧ୍ୟ ପଇସା ଦବାକୁ ବାଧ୍ୟ, ନହେଲେ ଆଡମିଟ କାର୍ଡ ମିଳିବନି, କୋଉଠି ଲେଖା ହେଇଛି କୋଉ ଗଭର୍ଣ୍ଣମେଣ୍ଟ ର ରୁଲ? କୋଉ ଗଭର୍ଣ୍ଣମେଣ୍ଟରେ ରୁଲ ନୁହେଁ, ଏଇଟା ସବୁଆଡେ ଚାଲୁଛି। ଶୁଣନ୍ତୁ ସାର୍ ସମସ୍ତଙ୍କର ସୁବିଧା ଅସୁବିଧା ଅଛି, ତ ମୋର ବି ସେମିତି ଅସୁବିଧା ଅଛି, ମୁଁ ଏମିତି ପଇସା ଆଲତୁ ଫାଲତୁ କାମରେ ଲଗେଇ ପାରିବିନି। କିନ୍ତୁ ମୋ ଏଇଟା ପାଇଁ ଆମର 500 ଟଙ୍କା ବହୁତ ବଡ। ଏଇଟା ଆମର ଗୋଟେ ପ୍ରାଇଭେଟ କଲେଜ, ଯେହେତୁ ଆପଣଙ୍କୁ ଦବା ପାଇଁ ବାଧ୍ୟ ହବ। କାହିଁକି ନା ଏ କଲେଜରେ ପିଲାମାନେ ବି ବହୁତ କମ ପିଲା, ସେଥିପାଇଁ ଆପଣ ମାନଙ୍କ କିଛି ପଇସା ହେଲେ ଆମେ କିଛି ଆଗେଇବୁ। ତ କେବେ ଦେବେ ପଇସା ଟା କୁହନ୍ତୁ, ଏତେ କିଛି କୁହନ୍ତୁ ନାହିଁ। ଆଉ ଆମର ସେ କଣ କଣ କଲେଜ ଆଇଟମ ହେଇଛି ଶୁଣନ୍ତୁ, ଆମର କଣ ଫେରୱେଲ ରେ ହବ। ତ ଗୋଟେ ଆମ ସିନିୟର ମାନଙ୍କର ଗ୍ରୁପ ୱାଇଜ ଗୋଟେ ଗୋଟେ ଇଣ୍ଡିଭିଜୁଆଲି ଫଟୋ ଫ୍ରେମ ଦେଇବା ପାଇଁ ହବ। ଆଉ ତାଙ୍କ ପାଇଁ ଛୋଟ ଛୋଟ ଗୋଟେ ପେନ୍, ଜବରଦସ୍ତି ନା କଣ ଯେ? ଏ କଥା ଶୁଣନ୍ତୁ ଆପଣ କଣ କହିବାକୁ ଚାਹੁଁଛନ୍ତି? ଶୁଣନ୍ତୁ। ଆପଣ ସାର୍ ହେଇକି ଏମିତି ପିଲାମାନଙ୍କୁ ଜବରଦସ୍ତି ପଇସା ଦବୁ ଆମେ ଦେଇପାରିବୁନି ହେଲା। ଦେଖନ୍ତୁ ଯିଏ ଆପଣ ବି ହୁଅନ୍ତୁ ଶୁଣନ୍ତୁ ଆପଣଙ୍କ ଆପଣଙ୍କୁ ଘର ଲୋକଙ୍କ ସହ କଥା ହେଇଯାଆନ୍ତୁ, ମୁଁ ଦେଇପାରିବିନି 500 ଟଙ୍କା। ଏଇଟା ଆପଣଙ୍କ ଇଚ୍ଛାରେ ନୁହେଁ କି ମୋ ଇଚ୍ଛା ନୁହେଁ, ଏଇଠି ଉପରୁ ଅର୍ଡର ଆସିଛି ଯେ ପ୍ରିନ୍ସିପାଲ ସାର୍ ଆମକୁ କହିଛନ୍ତି ଯେ ଏମିତି ଏମିତି ହବ। ଆଉ ଆପଣ ଟିକେ ଯଥା ଶୀଘ୍ର ଦେଲେ ଆମ କାର୍ଯ୍ୟ ଟା କିଛି ଆଗକୁ ନବୁ। ହଁ ହଉ ମୁଁ ପ୍ରିନ୍ସିପାଲ ସହିତ କଥା ହେବି ସାର୍, ଆପଣ ମତେ ଜବରଦସ୍ତି କରନ୍ତୁନି, ମୁଁ ଦେଇପାରିବିନି ପଇସା। ଶୁଣନ୍ତୁ ଶୁଣନ୍ତୁ ମୋ କଥା ଶୁଣନ୍ତୁ, ପ୍ରିନ୍ସିପାଲ ସହିତ କଥା ହବା କିଛି ଦରକାର ନାହିଁ। ମୁଁ କଣ କହୁଛି ଦେଖନ୍ତୁ, ଏଠିକାର ବଢିଆ ବଢିଆ ସବୁ ଚିକେନ ବିକେନ ହବ, ବିରିୟାନୀ ହବ, ତା ସହିତ ପନିର ବି ହବ। ବହୁତ ସାରା ଆଇଟମ ହବ, ଆଇସ୍କ୍ରିମ ହବ, ମିଠା ହବ। ମୁଁ ଭେଜିଟେରିଆନ ସାର୍, ମୁଁ ଆଇଁଷ ଆଚ୍ଛା ଯାହା ଖାଏନି। ବି ହଉ ଆପଣଙ୍କ ପାଇଁ ଗୋଟେ ପନିର ରହିଛି, ଗୋଟେ ଗୋଟେ ଘାଣ୍ଟ ରହିଛି, ମିଠା ରହିଛି, ପାଇସି ପାମ୍ପଡ ଏସବୁ ରହିଛି। ଆଉ ବହୁତ ସାରା କିଛି ଆଇଟମ ବି ହଉଛି, ନାଚ ଗୀତ ସବୁ ହଉଛି। ଯାହାବି ହେଲେ ଆପଣ ଗୋଟେ ମତେ ଛୋଟ ସରି ସାର୍ ମତେ କୁହନ୍ତୁନି ମୁଁ ଦେଇପାରିବିନି ପଇସା, ମୁଁ ଦେଇପାରିବିନି। ଶୁଣନ୍ତୁ ଆପଣଙ୍କ ପାଇଁ ଗୋଟେ ଛୋଟ ଆମାଉଣ୍ଟ ରଖିଛି, ଆପଣ 400 ଟଙ୍କା ଟି ଦେଇଦେବେ ହେଲା। ଆପଣ ଏତେ ଇଏ ରିକ୍ୱେଷ୍ଟ କରୁଛନ୍ତି ଯେହେତୁ 400 ଟଙ୍କା ଟି ଦେଇପାରିବେ। କିଛି ମୁଁ ନାହିଁ। 100 ଟଙ୍କାରୁ ଅଧିକ ମୁଁ ଦେଇପାରିବିନି ସାର୍, ମତେ ବାଧ୍ୟ କରନ୍ତୁ। କଣ ପାଇଁ ତମେ ମୁଁ ଦେଇପାରିବନି, କଣ ଦେଇପାରିବିନି। ପାଇଁ କିଛି ମୁଁ ଅସୁବିଧା ଏତେ ଅଛି? କଲେଜର ଫିସ୍ ଦେବି, ପୁଣି ଆହୁରି ଏତେ ସାରା ମୁଁ ଏସବୁ କରିପାରିବିନି। ଏଇଟା ଆପଣ ଶୁଣନ୍ତୁ, ଏଇଟା ଆପଣଙ୍କ କଲେଜରେ ନାଁ ଶୁଣନ୍ତୁ ଲେଖିକି ହ୍ୟାଲୋ ଭୁଲ ହ୍ୟାଲୋ ହେଇଗଲା ଗଭର୍ଣମେଣ୍ଟ କଲେଜରେ ପଢିବାକୁ ଥିଲା। ଶୁଣନ୍ତୁ ଏଇଟା ଆପଣଙ୍କର କହିବାରେ କିଛି ଇଏ ନାହିଁ। ଏଇଟା ସବୁଆଡେ ସବୁ ରୁଲ ଯେମିତି ଆମର ବି ସେମିତି ଆମ କଲେଜରେ।
ଆପଣଙ୍କୁ ମୁଁ କିଛି ଅଧିକା ବି ମାଗୁନି କି କିଛି କମ ବି ମାଗୁନି, ଯେତିକି ଅଛି ସେତିକି ମାଗୁଛି। ଆଉ ଆପଣଙ୍କୁ ଯେମିତି ହେଲେ ମୁଁ 100 ଟଙ୍କା ଟିକେ କାଟିଲି, ଆଉ କାଟି ହବନି। ଆପଣ ଯଦି ଦେବେ ତାହେଲେ ଆମେ ଏକ୍ସାମ ସେକ୍ସନରେ ତମକୁ ବସିବା ପାଇଁ ଦବୁ, ନହେଲେ ଆମେ ଆପଣଙ୍କୁ ଆଡମିଟ କାର୍ଡ ଦବୁନି। ଆପଣ ଯାହା ହବ ମାନେ ଆମେ ଏକ୍ସାମ ରେ ବସିବା ପାଇଁ ଦେବେନି ତ? ହଁ ଦେଇ ହବନି। କୋଉ ରୁଲ, କୋଉ ଗଭର୍ଣମେଣ୍ଟ ଆପଣଙ୍କୁ କହିଛି କହୁନାହାନ୍ତି? ଗୋଟିଏ ପିଲାଙ୍କୁ ବାଧ୍ୟ କରିହବନି, ଯେହେତୁ ତାଙ୍କର ତାଙ୍କ କଥା ଛାଡନ୍ତୁ, ସିଏ ସେକେଣ୍ଡ ଇୟର ହେଲେ ସେକେଣ୍ଡ ଇୟର ପିଲାଙ୍କ ପାଖରେ ବାଧ୍ୟ ସିଏ ଦବା ପାଇଁ ବାଧ୍ୟ। ତ ଆପଣ କେବେ ଦେବେ? ଆପଣଙ୍କ ଆମ ଗ୍ରୁପ ରୁ ଆମ ଗ୍ରୁପରେ ଆପଣ ଏଡ ହେଇକି ଅଛନ୍ତି ତ? ହଁ ଅଛି। ତ ମୁଁ ସେ ଗ୍ରୁପ ରୁ ଦବା ଦରକାର ନାହିଁ, ସେ ଆକାଉଣ୍ଟ ଟା କଣ ପ୍ରୋବ୍ଲେମ ଅଛି, ମୁଁ ଆପଣଙ୍କୁ ଗୋଟେ ସ୍କାନର ପଠେଇଦେମି, ତ ସେଇଟାରେ ତମେ ଦେଇଦେବେ ପଇସା ହେଲା। ମାନେ କଣ ଭାବୁଛନ୍ତି ଆପଣ, ମୁଁ କଣ ଏତେ ଓଲା ଆପଣଙ୍କୁ ପଠେଇଦେବି ପଇସା ଟା? ଦେଖନ୍ତୁ ପଠେଇଦେବେ, ବେଶୀ କିଛି କହୁନି, ରଖନ୍ତୁ ଫୋନ। ବହୁତ ସାରା ପିଲାଙ୍କ ସହିତ ଏମିତି ଆମର କଥା ଅଛି, ତମେ ଏକେଲା କାଇଣ୍ଡଲି ପିଲାଙ୍କ ସହିତ ଇନଫର୍ମେସନ ସାର୍ ମୁଁ ଆପଣଙ୍କୁ ପଇସା ଦେଇପାରିବିନି। ତ ଆପଣ ଦିଅନ୍ତୁ କି ନ ଦିଅନ୍ତୁ, ସେଇଟା ଏକ୍ସାମ ଟାଇମରେ ଆମେ ଡିସକସନ ହେଇଯିବା ହେଲା। ହଁ ହଉ ମୁଁ ବି ଦେଖନ୍ତୁ ଦେଖିନେବି ନା ଆପଣଙ୍କର କୋଉ ରୁଲ ଅଛି କଲେଜରେ, ମୁଁ ବି ଟିକେ ଯାଇକି ବୁଝି ନେବି ପ୍ରିନ୍ସିପାଲ ପାଖରୁ। ଶୁଣନ୍ତୁ ଆପଣ ଗୋଟେ ଷ୍ଟୁଡେଣ୍ଟ, ମୁଁ ଏବେ ଗୋଟେ ସାର୍, ମୁଁ ଏତିକି ରେସପେକ୍ଟ ଦେଇକି ତମକୁ ଏବେ କହୁଛି, କହିବା କଥା ନୁହେଁ। ଯଦି ଏବେ ତମେ 200-250 ଟଙ୍କା ଟି ନଦବ, ତମକୁ ସେତେବେଳେ ପଇସା ଫାଇନ ଡବଲ ସାର୍ ଆପଣ ପଇସା ମାଗୁଛନ୍ତି ବୋଲି ରେସ୍ପେକ୍ଟ ଦଉଛନ୍ତି, ନହେଲେ ହେଇନଥାନ୍ତା। 250 ଟଙ୍କା ଅଧିକ ଦବା ପାଇଁ ହବ, 500 ପ୍ଲସ 250। ମୁଁ ଦେବିନି, ମନା କଲି 500 ମାନେ ଟଙ୍କା ଦେବିନି, ମୁଁ ଆପଣଙ୍କୁ ଆମେ ଯିବିନି। ଦେଲେ ଯାଇକି ମୁଁ ଆପଣ ଫେରୱାଲ ପାର୍ଟିରେ ଆଟେଣ୍ଡ କରିବାକୁ ଚାହେଁନି ସାର୍, ମୋ ଟାଇମ ୱେଷ୍ଟ ଆପଣଙ୍କ ହେଇଯିବ। ଚାହିଁବା ଅଚାହିଁବାରେ କିଛି ଯାଏ ଆସେ ଆମର ନାହିଁ, ଯେହେତୁ ତାହେଲେ କୋଉ ହିସାବରେ ଆପଣ ଫୋନ କରିକି କରୁଛନ୍ତି? ଶୁଣୁ ଶୁଣେ ହ୍ୟାଲୋ। ହଁ। ମୁଁ ତୋ ସହିତ ପ୍ରାଙ୍କ କରୁଥିଲି ବେ। କିଏ ରେ ତୁ? କିଏରେ ତୁ ମତେ ଚିହ୍ନି ପାରୁନୁ, ମୁଁ ହଲକୁ ରେ। ଆରେ କଣ ଶୁଣେ ଶୁଣେ ହଲକୁ ମୋ ସହ ପ୍ରାଙ୍କ କରୁଛୁ ନା ରେ? ଆମର ଫେରୁୱେଲ ହଉଛି, ଟଙ୍କା 150 ଟଙ୍କା ଲେଖା ଚାନ୍ଦା ପଡିଛି ହେଲା। ଦେଇଦେ ମୋ ପାଇଁ, ମୁଁ ତତେ ପଛରେ ଦେଇଦେବି। ମୁଁ ଜାଣିଛି, ମୁଁ ଦେଖିଲି ଗୋଟେ ଫ୍ରାଙ୍କ କରିଦେବି, ଯଦି ଅଧିକ ଦେଇଦେଲା ଆଉ ଖୁସି ଟା ଟିକେ ପଇସା ବାଲା ଛୁଆ ମୁଁ ଜାଣିଛି। ହଉ ହଁ ରେ ମୁଁ ତ ହେଲା ଖୋଲିଛି ନା ବ୍ୟାଙ୍କ ଆକାଉଣ୍ଟ। ହଁ ତୁ ଆସିବୁ ହେଲା, ମନେ ରହିଲା ଆସିବୁ ହେଲା। ମୁଁ ସାଧା ଜାଣିଛୁ ତ, ମୋ ପାଇଁ ଏକ୍ସଟ୍ରା କଣ ଆଇଟମ କରିଥିବୁ? ହଉ 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 ତୋ ପାଇଁ ଅଛି, ଆମର କିଛି ହଁ ସ୍ପେସିଆଲ ଅଛି ହେଲା। ଆସିବୁ ହଁ ମୁଁ ମନେ କରିକି ଜାଣିଛି, ଆସିବୁ। ତମେ ସବୁ ଚିକେନ ଖାଇକି ସାଧା ବାଲାଙ୍କୁ କଣ କର, ମୁଁ ଜାଣିଛି ହେଲା, ସେଇ ଯୋଗୁ ମୋର ଇଚ୍ଛା ହୁଏନି ଯିବାକୁ। ହଉ 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 ତୋ କଥା ମୁଁ ବୁଝିବି ହେଲା। ହଉ ତୁ ରଖିଲି, ତୁ ପଇସା ଟା ହବ ଯଦି ପଠେଇଦବୁ ଯଦି ହେଲା ହେଲା। ମୋ ନମ୍ବର ତ ଅଛି ହଉ ଆଉ। ଆଉ ପ୍ରାଙ୍କ କରିବୁନି। ନା ଏମିତି କରିଦଉଛି, ଜଣେ ଛୁଆ ଟା ଏମିତି ଦେଇଦେଲା ନା, ମୁଁ କହିଲି ଦେଖିବା ଇଏ ତ ଆମ ଆରେ ତୁ କଲେ ପିଲାଙ୍କଠୁ ଏମିତି ପଇସା ଆଣୁଛୁ ତାହେଲେ? ରହ ରହ ହଉ ତତେ ହଉ ବହୁତ ତୁ ରଖେ ଚିଡଉଛି। ତୁ ରଖେ ହେଲା ତୁ ରଖେ। ତୁ ରହ ତ